ସରକାରଙ୍କ ନିୟମକୁ ଖୋଲାଖୋଲି ବେଖାତିର, ପରିବହନ କାର୍ଯ୍ୟରେ ଖୋଲାଖୋଲି ଅବହେଳା। ଇଏ ହେଉଛି କେନ୍ଦୁଝର ଜିଲ୍ଲାର ତାରିଣୀ ପ୍ରସାଦ ମହାନ୍ତି ଖଣି ଅଞ୍ଚଳ। ଏଠି ପୂରାପୂରି ସକ୍ରିୟ ଖଣି ମାଫିଆ। ଏଠାରୁ ଲୁହାପଥର ଟ୍ରକରେ ଲୋଡ୍ ହୋଇ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥାଏ। ମାତ୍ର ଦେଖନ୍ତୁ କିଭଳି ଖାମଖିଆଲି ଭାବେ ପଥରଗୁଡ଼ିକ ଟ୍ରକରେ ଲୋଡ୍ କରାଯାଉଛି। ଆଉ ନିୟମ ଅନୁସାରେ ମାଲ୍ ଲୋଡ୍ ପରେ ଟ୍ରକଟିକୁ ପାଲ ଦ୍ୱାରା ଭଲ ଭାବରେ ଘୋଡ଼ାଇ ଦେବା କଥା। ମାତ୍ର ଦେଖନ୍ତୁ ଏଠି ଖୋଲାଖୋଲି ପଥରଗୁଡ଼ିକ ନିଆଯାଉଛି। ନା ଅଛି ପାଲ, ନା ତାକୁ ଠିକ୍ ଭାବରେ ଘୋଡ଼ା ମଧ୍ୟ ଯାଇଛି, ଯାହାଫଳରେ ଗାଡ଼ିଗୁଡ଼ିକ ଯିବା ସମୟରେ ଗାଡ଼ିରୁ ଛିଟକି ପଥରଗୁଡ଼ିକ ରାସ୍ତାରେ ପଡ଼ୁଛି। ଫଳରେ ଅନ୍ୟ ଲୋକ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖୀନ ହେବା ସହ ଏହା ପରିବେଶକୁ ମଧ୍ୟ ନଷ୍ଟ କରୁଛି। ତା ସହିତ ସରକାରଙ୍କର ରାଜସ୍ୱ ମଧ୍ୟ ହାନି ହେଉଛି। କିନ୍ତୁ ସବୁ ଦେଖି ପ୍ରଶାସନ ପୁରା ଚୁପ୍। ତେବେ ଦେଖିବାକୁ ବାକି ରହିଲା କେବେ ଏହି ନିୟମ ମାନୁନଥିବା ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।